प्रणाम मो मातृभाषा चैनल को आपण मानू हार्दिक भाव स्वागत। तो आज आम मनोरंजन दास नंदिका केसरी नाटक संपर्क रे केतेक संक्षिप्त प्रश्न उत्तर आलोचना करिबा, जहाँकि +3 5th सेमिस्टर एकादश पत्र द्वितीय एकक रही। तो जो माने आपण मानक चैनल मो मातृभाषा को सब्सक्राइब करि नाहंती बा प्रथम करी एही चैनल को आसुछंती तो गट्टे सब्सक्राइब करि नियंतु एवं पाखरे थिबा बेल आइकन रे ऑल ऑप्शन रे सिलेक्ट करि दियंतु, जहा फଳରେ मो वीडियो सर्वप्रथमे आपण मानक पाखरे पहुंची पारिबो। तो मु पूर्व वीडियो रे एकादश पत्र प्रथम एकक रक्तमाटी संपर्क रे मध्य संक्षिप्त प्रश्न उत्तर आलोचना करि सारिछि। तो जो माने देखि नाहंती एही वीडियो रो डिस्क्रिप्शन लिस्ट रे लिंक दे देबी, तो लिंक रे क्लिक करी देखि नियंतु। चलंतु आरंभ करिबा। प्रथम प्रश्न होछि, जेउठी सत्य आ मानविकता अर्थहीन सेठी जीवनर अन्य नाम मृत्यु, यह किए भाबुछंती बोली नाटकटी रे कुहा जायछि। उत्तर हेउछि नंदिका। परवर्ती प्रश्न, सुवर्ण केसरींको मंत्रींको नाम कौन? वासुदेव बाहिनीपति। उत्तर होछि वासुदेव बाहिनीपति। परवर्ती प्रश्न, राजा सुवर्ण केसरींको 2 जन प्रहरींको नाम कौन? उत्तर होछि कालिया ओ पंचुआ। कालिया प्रहरीर गाँ नाम कौन? उत्तर होछि कालिया पाट। परवर्ती प्रश्न, पंचुआ प्रहरीर पूरा नाम कौन? उत्तर होछि पंचुआ प्रधान। पंचुआ प्रहरीर पूरा नाम होछि पंचुआ प्रधान। परवर्ती प्रश्न, पंचुआ प्रहरी रो गाँ केउ पटे? उत्तर होछि नुआ बाली तुठ नई पटे नालीबंध ग्राम। परवर्ती प्रश्न, प्रहरी भाबे कालिया आउ पंचुआ केउतिथिरे कार्य योगदान करिछंती? उत्तर होछि अमावास्या परे कालिया एवं पूर्णिमा 4 दिन थिला पंचुआ। परवर्ती प्रश्न, पंचुआर बापा ओ सुवर्ण केसरींको निकटरे की कार्य करुथिला? उत्तर होछि पाइक थिला। परवर्ती प्रश्न, पंचुआ गाँ रे केउ काम करुथिला? उत्तर होछि पान बरजरे काम करुथिला बा बिलो बाड़ी काम करुथिला। परवर्ती प्रश्न, कालिया गाँ रे केउ काम करुथिला? उत्तर होछि हुली डंगारे माछ धरुथिला ओ बढ़ई काम करुथिला। परवर्ती प्रश्न, गाँर कदम्ब मूलरे भाई भौणी मेल गीतटिकु केउ माने गाइछंती? उत्तर होछि कालिया ओ पंचुआ। परवर्ती प्रश्न, नंदिकांको शैशवर साथी ओ कैशोरर बंधु किए? उत्तर होछि मंत्री
ବାସୁଦେବ ବାହିନୀପତି। ପରବର୍ତ୍ତୀ ପ୍ରଶ୍ନ, ଚୈତ୍ରମଣିର ଅଧିକାରୀ କିଏ ଥିଲେ? ଉତ୍ତର ହେଉଛି ସୁବର୍ଣ୍ଣ କେଶରୀ। ପରବର୍ତ୍ତୀ ପ୍ରଶ୍ନ, ରାଜା ସୁବର୍ଣ୍ଣ କେଶରୀ କେତେ ଦିନ ଚଣ୍ଡୀ ମନ୍ଦିରରେ ବ୍ରତ ପାଳନ କରିଥିଲେ? ଉତ୍ତର ହେଉଛି 21 ଦିନ। ପରବର୍ତ୍ତୀ ପ୍ରଶ୍ନ, ଚୋଡ଼ଗଙ୍ଗ ଦେବ କେଉଁ ଦୁଇଟି ରାଜ୍ୟ ଜୟ କରି ମଧ୍ୟ ଫେରାଇ ଦେଇଥିଲେ? ଉତ୍ତର ହେଉଛି ଚୋଳ ଓ ଚାଲୁକ୍ୟ। ପରବର୍ତ୍ତୀ ପ୍ରଶ୍ନ, ବିଷ୍ଣୁ ପୂଜାର ପ୍ରସାର ପାଇଁ ତାଙ୍କର ଏ ଅଭିଯାନ ଏହା କିଏ କାହାକୁ କାହା ଉଦ୍ଦେଶ୍ୟରେ କହିଛନ୍ତି? ଉତ୍ତର ହେଉଛି ବାସୁଦେବ ନନ୍ଦିକାଙ୍କୁ ଚୋଡ଼ଗଙ୍ଗଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ସୁବର୍ଣ୍ଣ କେଶରୀ ରାଣୀଙ୍କ ନାମ କ'ଣ? ଉତ୍ତର ହେଉଛି ସତ୍ୟବତୀ। ସୁବର୍ଣ୍ଣ କେଶରୀ ରାଣୀଙ୍କ ନାମ ହେଉଛି ସତ୍ୟବତୀ। ପରବର୍ତ୍ତୀ ପ୍ରଶ୍ନ, ସୁବର୍ଣ୍ଣ କେଶରୀ ଚୈତ୍ରମଣିଙ୍କୁ କେଉଁଠାରେ ଲୁଚାଇ ରଖିଥିଲେ? ଉତ୍ତର ହେଉଛି ଶିରସ୍ତ୍ରାଣରେ। ପରବର୍ତ୍ତୀ ପ୍ରଶ୍ନ, ମୃତ୍ୟୁ ଓ ଜୀବନ ଯେଉଁଠି ଏକା କଥା, ସେଠି ବଞ୍ଚିବା ଯାହା ମରିବା ମଧ୍ୟ ସେଇଆ, ଏହା କିଏ କାହାକୁ କହିଛନ୍ତି? ଉତ୍ତର ହେଉଛି ନନ୍ଦିକା ବାସୁଦେବ ଓ ଚୋଡ଼ଗଙ୍ଗଙ୍କ ଉଭୟଙ୍କୁ କହିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ନାଟକର ପ୍ରାରମ୍ଭରେ କେଉଁ ଦେବତାଙ୍କୁ ଚରିତ୍ର ରୂପେ ନିଆଯାଇଛି? ଉତ୍ତର ହେଉଛି ଗଣେଶ। ପରବର୍ତ୍ତୀ ପ୍ରଶ୍ନ, ପରାଜିତର ବିଜେତା ହେବାକୁ କିଏ ସର୍ବଦା ଚେଷ୍ଟା କରିଥିଲେ? ଉତ୍ତର ହେଉଛି ସୁବର୍ଣ୍ଣ କେଶରୀ। ପରବର୍ତ୍ତୀ ପ୍ରଶ୍ନ, ଆହତ ହରିଣୀଟି ପରି କିଏ କେଉଁଠାରେ ପଦଚାରଣ କରୁଥିଲେ? ଉତ୍ତର ହେଉଛି ନନ୍ଦିକା ଅଟ୍ଟାଳିକା ଉପରେ। ପରବର୍ତ୍ତୀ ପ୍ରଶ୍ନ, ରାଜାର ଶତ୍ରୁ ତେଣୁ ତୁମର ଶତ୍ରୁ, ଏହା କିଏ କାହା ଉଦ୍ଦେଶ୍ୟରେ କହିଛନ୍ତି? ଉତ୍ତର ହେଉଛି ନନ୍ଦିକା ଚୋଡ଼ଗଙ୍ଗଙ୍କ ଉଦ୍ଦେଶ୍ୟରେ ପଞ୍ଚୁଆ ଓ କାଳିଆଙ୍କୁ କହିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ଚୋଡ଼ଗଙ୍ଗ ଦେବଙ୍କ କେଉଁ କେଉଁ ଉପାଧି ପାଇଁ ଯୋଗ୍ୟ ବୋଲି ପୁରୋହିତ କହିଛନ୍ତି? ରାଜେଶ୍ୱର, ଗଙ୍ଗେଶ୍ୱର, ମହାରାଜା, ରାଜାଧିରାଜ, ରାଜପରମେଶ୍ୱର, ପରମ ଭଟ୍ଟାରକ, ପରମ ମାହେଶ୍ୱର, ପରମ ବୈଷ୍ଣବ, ପରମ ବ୍ରାହ୍ମଣ, ତ୍ରିକଳିଙ୍ଗାଧିପତି, ଉପାଧି ଚୟନ ନିମନ୍ତେ ଏକମାତ୍ର ସୁଯୋଗ ନୃପତି। ପରବର୍ତ୍ତୀ ପ୍ରଶ୍ନ, ତୁମେ ରାଜସିଂହାସନରେ ଏକ ପ୍ରତିଧ୍ୱନି ମାତ୍ର, ଏହା କାହା ପ୍ରସଙ୍ଗରେ କୁହାଯାଇଛି? ଉତ୍ତର ହେଉଛି ନନ୍ଦିକା ରାଣୀ ସତ୍ୟବତୀ ପ୍ରସଙ୍ଗରେ କହିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ନାଟକରେ କେଉଁ ଚରିତ୍ର ହାସ୍ୟରସ ସୃଷ୍ଟି କରିବାରେ ପ୍ରମୁଖ ମାଧ୍ୟମ? ଉତ୍ତର ହେଉଛି ବୟସ୍ୟ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଚରିତ୍ର ଚୋଡ଼ଗଙ୍ଗ ଦେବଙ୍କ ସୈନ୍ୟମାନଙ୍କ ମଧ୍ୟରେ ଅହିଂସାର ବାର୍ତ୍ତା ପ୍ରଚାର କରିଥିଲେ? ଉତ୍ତର ହେଉଛି ପଞ୍ଚୁଆ। ପରବର୍ତ୍ତୀ ପ୍ରଶ୍ନ, ପ୍ରଜାକୁଳ ଚିରଦିନ
ପୂଜା କରିଛି ଶକ୍ତିକୁ। ଏହା କାହାର ଉକ୍ତି? ଉତ୍ତର ହେଉଛି ଚଡ଼ଗଙ୍ଗ ହିଁ ନନ୍ଦିକାକୁ କହିଛନ୍ତି। ପରବର୍ତ୍ତୀ ପ୍ରଶ୍ନ। ସବୁ ବାସ୍ତବ ସ୍ୱପ୍ନ ହୋଇପାରେ, କିନ୍ତୁ ସବୁ ସ୍ୱପ୍ନ ବାସ୍ତବ ହୋଇପାରେ ନାହିଁ। ଏହା କିଏ କାହାକୁ କହିଛନ୍ତି? ଉତ୍ତର ହେଉଛି ନନ୍ଦିକା ଚଡ଼ଗଙ୍ଗଙ୍କୁ କହିଛନ୍ତି। ପରବର୍ତ୍ତୀ ପ୍ରଶ୍ନ। ସୁବର୍ଣ୍ଣ କେଶରୀ କାହାକୁ ବିଷଧର ଫଣୀ ବୋଲି କହିଛନ୍ତି? ଉତ୍ତର ହେଉଛି ମନ୍ତ୍ରୀ ବାସୁଦେବ ବାହିନୀପତିଙ୍କୁ କହିଛନ୍ତି। ପରବର୍ତ୍ତୀ ପ୍ରଶ୍ନ। ଫୁଲ ଆଣିଛି ଜାତି ଜାତିକା ବୋଲି କିଏ ଓ କାହା ଉଦ୍ଦେଶ୍ୟରେ କହିଛନ୍ତି? ଉତ୍ତର ହେଉଛି ବୟସ୍ୟ ରାଜା ଚଡ଼ଗଙ୍ଗଙ୍କୁ କେତେକ ଚିତ୍ରପଟ ଦେଲା ବେଳେ କହିଛନ୍ତି। ପରବର୍ତ୍ତୀ ପ୍ରଶ୍ନ। କଳ୍ପନାର ଖେଳ ସତ୍ୟ ନୁହେଁ ନନ୍ଦିକା, ବାସ୍ତବର ଖେଳ ହିଁ ସତ୍ୟ। ଏହା କିଏ କାହାକୁ କହିଛନ୍ତି? ଉତ୍ତର ହେଉଛି ବାସୁଦେବ ନନ୍ଦିକାଙ୍କୁ କହିଛନ୍ତି। ତ ଏହା ଥିଲା ଆଜିର ନନ୍ଦିକା କେଶରୀ ମନୋରଞ୍ଜନ ଦାସଙ୍କର ନାଟକ ସମ୍ପର୍କରେ କେତେକ ସଂକ୍ଷିପ୍ତ ପ୍ରଶ୍ନ ଉତ୍ତର ଆଲୋଚନା। ଆଶା କରୁଛି ଆପଣମାନଙ୍କ ପାଇଁ ବହୁତ ଉପାଦେୟ ହେବ। ତ ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିବାକୁ ଆଦୌ ଭୁଲିବେନି ଏବଂ ସାଙ୍ଗମାନଙ୍କୁ ସେୟାର କରିଦେବେ, ଯାହାଫଳରେ ସେମାନେ ମଧ୍ୟ ଉପକୃତ ହୋଇପାରିବେ। ତ ପରବର୍ତ୍ତୀ ସମୟରେ ଆମେ ତଟ ନିରଞ୍ଜନ ନାଟକ ସମ୍ପର୍କରେ ସଂକ୍ଷିପ୍ତ ପ୍ରଶ୍ନ ଉତ୍ତର ଆଲୋଚନା କରିବା। ତ ରହୁଛି, ସମସ୍ତେ ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ। ଧନ୍ୟବାଦ।